ଭେଉରିଆ ଛକ ରାସ୍ତାର ଦୁରାବସ୍ଥା ଦେଖି ଜନ ଅସନ୍ତୋଷ। ବରଗଡ଼ ଜିଲ୍ଲାର ପଦ୍ମପୁର ହେଉଛି ସବୁଠାରୁ ବଡ଼ ସବଡିଭିଜନ। ଭେଉରିଆ ଛକ ହେଉଛି ଏହାର ଅସ୍ତିତ୍ୱ। ଭୁବନେଶ୍ୱରଠୁ ନେଇକି ବଲାଙ୍ଗୀର, ସମ୍ବଲପୁର, ନୂଆପଡ଼ା, ବସନା, ରାୟପୁର, ଓଡ଼ିଶାର ଚତୁରକୋଣ ଜାଣନ୍ତି ଭେଉରିଆ ଛକ ମାନେ ପଦ୍ମପୁର ବୋଲି। ପ୍ରତ୍ୟେକ ଦିନ ଏହି ଛକର ଚାରି ଦିଗରୁ ହଜାର ହଜାର ଜନସାଧାରଣ, ଶହ ଶହ ଭାରିଯାନ, ଛୋଟ ଯାନ, ବାଇକ୍ ଯିବା ଆସିବା କରୁଛନ୍ତି। ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଏହି ବାଟ ଦେଇ ଯିବା ଆସିବା କରୁଛନ୍ତି ସାଇକେଲ ଯୋଗେ ଓ ଚାଲିକି। ପୁଣି ସରକାରୀ ପ୍ରଶାସନିକ ଅଧିକାରୀ, ମନ୍ତ୍ରୀ, ସାଂସଦ, ବିଧାୟିକା ଏହି ବାଟ ଦେଇ ପ୍ରତ୍ୟେକ ଦିନ ତାଙ୍କର ସରକାରୀ କାର୍ଯ୍ୟକ୍ରମ ଓ ବର୍ଷାରେ ପୀଡ଼ିତ ପରିବାରଙ୍କ ଦୁଃଖ ସୁଖ ବୁଝିବା ପାଇଁ ଯିବା ଆସିବା ଚାଲିଥାଏ। ଭେଉରିଆ ଛକର ଠିକ ମଝିରେ ବିରାଟ ଗର୍ତ୍ତ ହୋଇଯିବା ଫଳରେ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି। କିନ୍ତୁ ପରିତାପର ବିଷୟ କୌଣସି ଅଧିକାରୀ କିମ୍ବା ରାଜନେତାଙ୍କ ନଜର ବି ସେହି ସ୍ଥାନ ଉପରେ ତିଳେ ମାତ୍ର ପଡ଼ୁନାହିଁ। ବୋଧହୁଏ କୌଣସି ଏକ ବଡ଼ ଦୁର୍ଘଟଣାକୁ ଅପେକ୍ଷା କରି ବସିଥିବେ। ଯଦି କୌଣସି ଦୁର୍ଘଟଣା ଜନିତ କାହାର କିଛି କ୍ଷତି ହୁଏ ତାପରେ ବୁଦ୍ଧିଜୀବୀ ମହଲ, ବିଭିନ୍ନ ଅନୁଷ୍ଠାନ, ପ୍ରଶାସନିକ ଅଧିକାରୀ, ରାସ୍ତା ମରାମତି ବିଭାଗୀୟ ଅଧିକାରୀ ସମସ୍ତେ ସମସ୍ତଙ୍କ ଉପରେ ଦୋଷ ଲଦାଲଦି ଆରମ୍ଭ ହୋଇଯିବ। ତାହା ପୁଣି 2-4 ଦିନ ପରେ ବନ୍ଦ ପଡ଼ିଯିବ। କିନ୍ତୁ ଯାହାର କ୍ଷତି ହେବ ସେ ହିଁ ଜାଣିପାରିବ ଏହାର ଦୁଃଖ କେତେ କଷ୍ଟଦାୟକ ଯେ। ଅନେକ ଥର ସମ୍ବାଦ, ସୋସିଆଲ ମିଡିଆ ଦ୍ୱାରା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଗୋଚର ହୋଇ ମଧ୍ୟ କାମରେ ନିଷ୍କ୍ରିୟ ମନୋଭାବ ଦେଖି ଜନସାଧାରଣ ଅଙ୍କ ଦାବି ଉଠେ ଯେ ଯଥା ଶୀଘ୍ର ରାସ୍ତାର ଉଚିତ ଭାବରେ ମରାମତି କରାଯାଉ, ନଚେତ ଧାରଣାରେ ବସିବା ପାଇଁ ଲୋକେ ଆଲୋଚନା କରୁଛନ୍ତି। ପଦ୍ମପୁରରୁ ପ୍ରତାପ ନାଥ, ଅବାହୁଡ଼ା ସର।